ବ୍ରହ୍ମପୁରା ଆନନ୍ଦମାର୍ଗ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ। ବେତନଟୀ ବ୍ଲକ ଆଗ୍ରିଆ ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁରାଠାରେ ଥିବା ଆନନ୍ଦମାର୍ଗ ବିଦ୍ୟାଳୟରେ 2 ଦିନ ଧରି ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଭୂପାଳ ସ୍ୱାଇଁ ମୁଖ୍ୟ ଅତିଥି ଓ ଶିକ୍ଷକ ସୁଜିତ କୁମାର ସାହୁ ମୁଖ୍ୟ ବକ୍ତା ଓ ବ୍ରହ୍ମପୁରା ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଏହି କ୍ରୀଡ଼ା ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦୌଡ଼, ପ୍ରବନ୍ଧ, ଗଣିତ, ଆଲି ଚାମଚ, ଜିଲିପି ରେସ୍, ମ୍ୟୁଜିକ୍ ଚେୟାର, ଚକୋଲେଟ୍ ରେସ୍, କପ୍ ରେସ୍ ପ୍ରଭୃତି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁପମା ମହାପାତ୍ର, ଶିକ୍ଷୟିତ୍ରୀ ସୁଜାତା ସୋରେନ, ମମତା ସେଠୀ, ଇପ୍ସିତା ସେଠୀ, ସସ୍ମିତା ମହାନ୍ତ, ସୁମି ପାତ୍ର, ଶିକ୍ଷକ ତପନ ପରିଡ଼ା ଓ ପ୍ରଣୀତ ପରିଡ଼ା ପ୍ରମୁଖ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଅବସରପ୍ରାପ୍ତ କିରାଣୀ ଗଣେଶ ଚନ୍ଦ୍ର ଜେନା ଓ କାର୍ତ୍ତିକ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ କ୍ରୀଡ଼ା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ବେତନଟିରୁ ଗତିକୃଷ୍ଣ ମହାନ୍ତଙ୍କ ରିପୋର୍ଟ, ଓଡ଼ିଶା ଲାଇଭ୍ ଟିଭି। ମୁଁ ସଞ୍ଜୟ କୁମାର ପ୍ରଧାନ ଆନନ୍ଦମାର୍ଗ ସ୍କୁଲ ପରିଚାଳନା ଦାୟିତ୍ୱରେ ଅଛି। ଆମର ଏଇଟା ନବମ ଯେଉଁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା, ଏଇ ପ୍ରତିବର୍ଷ ଏଇଟା ଆମର ଅନୁଷ୍ଠିତ ହୁଏ। ଏ ବର୍ଷ ଆଜି କ୍ରୀଡ଼ା ଯେଉଁ ପ୍ରତିଯୋଗିତା ଆରମ୍ଭ ହୋଇଛି, ଯେଉଁ 2-3 ଦିନ ଧରିକି କ୍ରୀଡ଼ା ପ୍ରତିଯୋଗିତା ଚାଲିବ। ଆମର ଛୁଞ୍ଚି ସୂତା, ଆଲି ଚାମଚ, ଝିଲ୍ପି ଡିଆଁ, ଯେଉଁ ବେଙ୍ଗ ଡିଆଁ, ଯେଉଁ 100 ମିଟର ଦୌଡ଼, 50 ମିଟର ଦୌଡ଼, ବିଭିନ୍ନ ଯେଉଁ ଇଏ ଆମର ଜୁନିୟର ସିନିୟର ପିଲାମାନଙ୍କୁ ନେଇକି ବିଭିନ୍ନ ପ୍ରକାର ଖେଳ କରାଯିବ। ଆମର ନର୍ସରୀରୁ ପଞ୍ଚମ ପର୍ଯ୍ୟନ୍ତ ଆମର ଏଠି ଅଛି। ମୁଁ ଅନୁପମା ମହାପାତ୍ର, ଆନନ୍ଦମାର୍ଗ ସ୍କୁଲର ଟିଚର ଇନଚାର୍ଜ। ଏଠାରେ 17 ମସିହାରୁ ଜଏନ୍ କରିକି ଆଜିକୁ 8 ବର୍ଷ ହେଲାଣି ଏଠି ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଆସୁଛି। ଏଇଟା ଆଜି ହେଲା 9ତମ କ୍ରୀଡ଼ା ପ୍ରତିଯୋଗିତା ହେଉଛି ଆରମ୍ଭ। ଆଜି ଉଦ୍ଘାଟନ ହେଲା, ଖେଳ ଆରମ୍ଭ ଆଜି। ବହୁତ ଖୁସି, କୁନି କୁନି ପିଲାମାନେ ବହୁତ ଖୁସିରେ, ସମସ୍ତେ ଆଜି ବହୁତ ଖୁସିରେ ଅଛନ୍ତି ଖେଳ ଖେଳିବେ ବୋଲି। ମୁଁ ତପନ କୁମାର ପରିଡ଼ା, ମୁଁ ମେଥୋଡ଼ିଷ୍ଟ ଟିଚର ହିସାବରେ ଏଇ ଆନନ୍ଦମାର୍ଗ ବିଦ୍ୟାଳୟରେ ଶିକ୍ଷାଦାନ କରୁଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆରମ୍ଭ ହୋଇଛି। ଆଜି ଖେଳ ହେଉଛି, ପିଲାମାନେ ଅତି ଆନନ୍ଦର ସହ ପ୍ରତି ଇଭେଣ୍ଟରେ ଭାଗ ନେଇଛନ୍ତି, ଖେଳୁଛନ୍ତି। ଗୋଟେ ଭଲ ପରିବେଶ ତିଆରି କରାହେଇଛି। ଆଉ ଖେଳରୁ ସେମାନେ କିଛି ଶିଖିବେ, ପ୍ରତିବର୍ଷ ଏହା ହୁଏ।